ଛାତ୍ରକୁ ଚାପିଦେଲା ହାଇୱା ଟ୍ରକ୍। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା। 8 ଘଣ୍ଟା ଧରି ରାସ୍ତା ଅବରୋଧ। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶାରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲା ଖଣି ପ୍ରବଣ ଯୋଡ଼ାବଡ଼ବିଲ ଅଞ୍ଚଳରେ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କର ଅକାଳ ବିୟୋଗ ଘଟୁଥିବା ଅଭିଯୋଗ ହେଉଛି। ଯୋଡ଼ାବଡ଼ବିଲ ଅଞ୍ଚଳର ବିଭିନ୍ନ ରାସ୍ତାଘାଟରେ ପ୍ରତି ସପ୍ତାହରେ ଏକାଧିକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ସେହିପରି ଗତ 28 ତାରିଖ ଶନିବାର ମଧ୍ୟାହ୍ନ ପ୍ରାୟ 2:30 ଘଟିକା ସମୟରେ ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗ ଶିବ ମନ୍ଦିର ନିକଟରେ ଏକ ହାଇୱା ଟ୍ରକ୍ ଧକ୍କାରେ ଜଣେ ଯୁକ୍ତ 2 ଛାତ୍ରଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ କଳିଙ୍ଗ ଉତ୍ତମ ସିଂ ହାଟିଂ ବାସିନ୍ଦା ବଳରାମ ନାୟକଙ୍କ ପୁଅ ବୁଦ୍ଧ ଆଦିତ୍ୟ ନାୟକ ରାସ୍ତା ଉପରେ ଥିବା ସ୍ଲାବ୍ ଉପରେ ଚାଲି ଚାଲି ଯାଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଟ୍ରକ୍ ତାଙ୍କ ଉପରକୁ ଚଢ଼ିଯିବା ପରେ ପ୍ରାୟ 10 ମିଟର ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଘଟଣାସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା। ଟ୍ରକ୍ଟି ମଧ୍ୟ ଏକ ପୋଲର ପାଚେରୀ ଦେହରେ କୁଟି ହେବା ଦ୍ୱାରା ହାଇୱା ଡ୍ରାଇଭର ମଧ୍ୟ ଭିତରେ ଚାପି ହୋଇ ରହିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ବଡ଼ବିଲ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ଓ ମୃତଦେହକୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ତେବେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବଡ଼ବିଲ ବଲାଣି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଥାନା ଅଧିକାରୀ ଅଶୋକ କୁମାର ନାୟକ, ଅତିରିକ୍ତ ତହସିଲଦାର ବିଶ୍ୱଜିତ ଦଳେଇ, କେନ୍ଦୁଝର ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ ତୁରନ୍ତ 50 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ନିଜ ଜିଦ୍ରେ ଅଟଳ ରହିଥିବା ବେଳେ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା। ତେବେ ଦୀର୍ଘ 8 ଘଣ୍ଟାର କସରତ ପରେ ପ୍ରଶାସନ ନିକଟରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଲୋକେ ରାସ୍ତାରୁ ଉଠିଥିଲେ।